କିଛି ଜଣ ପଚାରୁଥିଲେ ପିଲା କି ସାର୍ ଆପଣ ଟେଲିଗ୍ରାମରୁ ପେମେଣ୍ଟ ପାଇଲେଣି ନା? ଦେଖ, ଟେଲିଗ୍ରାମରୁ ପେମେଣ୍ଟ ମିଳେ ଜେନେରାଲି 10 ଟନ୍ ପ୍ଲସ୍ ହେଲେ, ଠିକ୍ ଅଛି। ଆମର ହେଉଛି 10 ଟନ୍ ଥିଲା, ଜଣେ ପିଲା ପଚାରୁଥିଲା, ଆହୁରି ଆଗରୁ ପଚାରୁଥିଲେ, ମୁଁ ଲକ୍ଷ୍ୟ ଦେଇନଥିଲି। ଚେକ୍ କଲି 10 ଟନ୍ ପ୍ଲସ୍ ଥିଲା, ତ ସେଥିପାଇଁ 10.01 ଥିଲା। ତ ସେଇଟାକୁ ହେଉଛି ତାକୁ ଉଠେଇବା ପାଇଁ ଭାରି ଅଡ଼ୁଆ ତକଲିଫ, ଠିକ୍ ଅଛି। ଟନ୍ ଯେଉଁଟା ରହୁଛି ସେଇଟା ୱାଲେଟ୍ ଆଡ଼୍ କରିବାକୁ ପଡ଼ୁଛି। ଫାଷ୍ଟ ଆଡ଼୍ କଲା ପରେ ତାକୁ ହେଉଛି କ୍ରିପ୍ଟୋ ଡିପୋଜିଟ୍ କରିବାକୁ ପଡ଼ୁଛି ୱାଲେଟ୍ ଟ୍ରାନ୍ସଫର୍ କରିକି, ଠିକ୍ ଅଛି। ଯେକୌଣସି ଆପଣଙ୍କର ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ମାଧ୍ୟମରେ କ'ଣ କରୁଛି ନା କ୍ରିପ୍ଟୋକୁ ସେଲ୍ କରିକି ତାକୁ ହେଉଛି USDT ଫର୍ମାଟ୍କୁ ଅଣାହେଉଛି, ତାପରେ ଯାଇକି ଇଣ୍ଡିଆନ୍ ରୁପି ଫର୍ମାଟ୍କୁ ଆସୁଛି। ତାପରେ ବି ସେଟା ରିସ୍କ ବି ରହୁଛି, କାହିଁକିନା ବେଳେବେଳେ କ'ଣ ହେବ ନା ଏଇ ଯେଉଁ ପେମେଣ୍ଟଟା ଏଇଟା ତ ଆମର ଜଷ୍ଟ କମ୍ ମିଳିଛି, ଠିକ୍ ଅଛି। 1400 ଟଙ୍କା ମାତ୍ର ହେଉଛି ଫାଷ୍ଟ ଟାଇମ୍ ହେଉଛି ମିଳିଛି। କିନ୍ତୁ ଏଇଟା ରିସ୍କ କ'ଣ ନା ହେଉଛି ଆକାଉଣ୍ଟ ଫ୍ରିଜ୍ ହେବାର ରିସ୍କ ଜେନେରାଲି ରହିଥାଏ, ଠିକ୍ ଅଛି। ଆକାଉଣ୍ଟ ଫ୍ରିଜ୍ ହେଲା ମାନେ ଟୋଟାଲି ଅଡ଼ୁଆ, ସବୁଗୁଡ଼ାକ ଅଡ଼ୁଆ ହେବ। ତ ତଥାପି ଭଲରେ ହେଇଗଲା, ତ କିଛି ରିସ୍କ ବି ରହିଲାନି। କିନ୍ତୁ ଦୁନିଆ ତକଲିଫ ଟେଲିଗ୍ରାମରୁ ପେମେଣ୍ଟ ହେଉଛି ଫାଷ୍ଟ ଟାଇମ୍ ହେଉଛି ୱିଡ୍ର କରିବା।